କୁହନ୍ତି କି ସମୟ ଆଉ ପରିସ୍ଥିତି ଆସିଲେ ଗୋଟେ ମଣିଷ ସବୁକିଛି ଶିଖିଯାଏ। ଆଉ ଏଇଟା ମୁଁ ଏବେ ଅନୁଭବ କରୁଛି। ସମୟ ଆଉ ପରିସ୍ଥିତିରେ ମୁଁ ବି ବହୁତ କିଛି ଶିଖିଯାଇଛି। ମୁଁ ନିଜେ ବି ଜାଣିନି ଏସବୁ କେମିତି ଶିଖିଲି। କହିବାକୁ ଗଲେ ମୁଁ ରୋଷେଇରେ ଏତେ ସବୁ ଶିଖିଗଲି ବିଶ୍ୱାସ ବି ହୁଏନି। କାରଣ ମୁଁ ଏତେ ଗେଲି ଥିଲି ଯେ ମତେ ଛୋଟବେଳୁ ରୋଷେଇ ଘରକୁ ବି ଯିବାକୁ ଦିଅନ୍ତିନି। କାଳେ ହାତ କଟିଯିବ କି ଦେହରେ ଚେଙ୍କ ଲାଗିଯିବ ସେଇ ଭୟରେ। ମୁଁ କିନ୍ତୁ ରୋଷେଇ ନ କଲେ ବି ସବୁ କିଛି ଦେଖି ଦେଖି ଶିଖି ଯାଇଥିଲି, ସେ ବି ପୁଣି ମାତ୍ର 6th କ୍ଲାସରେ। ଆଉ ମୁଁ ସେତେବେଳେ ସବୁବେଳେ ଇଚ୍ଛା କରେ ଥରେ ମାତ୍ର ରୋଷେଇ କରନ୍ତି କି, ହେଲେ ମତେ କେବେ ବି ସୁଯୋଗ ମିଳିନି। ଥରେ ମମି ବଜାର ଯାଇଥିଲା, ଆସିବାକୁ ଡେରି ହେବାରୁ ମୁଁ ଭାବିଲି ଆସିବା ପୂର୍ବରୁ ରୋଷେଇ କରିଦେବି। ମୁଁ ପ୍ରଥମ ଥର କରି ଭାତ ଗାଳୁ ଗାଳୁ ମୋ ହାତରେ ଚେଙ୍କ ଲାଗି ଯାଇଥିଲା। ବାସ୍ ସେବେଠୁ ମନା କରାଗଲା ରୋଷେଇରେ ଯେମିତି ମୁଣ୍ଡ ନ ପୁରାଏ। ହେଲେ ସମୟ ପରିସ୍ଥିତି ଏମିତି ବଦଳିଗଲା ଯେ ଏବେ ରୋଷେଇ କରିବାଟା ନିତିଦିନିଆ ଜରୁରୀ ହେଇଗଲାଣି। ଆଉ ବେଶୀ ତ ଆଶ୍ଚର୍ଯ୍ୟ ଲାଗେ ଯିଏ ମମି ପାଖରେ ବସି ଅଟା ଗଳାରେ ଛୋଟ ଛୋଟ ରୁଟି କରି ଖେଳୁଥିଲା, ସେ ଏବେ ନିଜେ ସତସତିକା ରୁଟି ବନେଇ ପାରୁଛି। ଏକଥା ଭାବିଲେ ଜଣା ନାହିଁ ଆଖିରୁ ଟୋପେ ଲୁହ ଗଡ଼ି ଆସେ। ମୁଁ ନିଜେ ବି ଜାଣିପାରେନି ଏଇଟା ଦୁଃଖର ଲୁହ ନା ଖୁସିର ଲୁହ। ହେଲେ ମୁଁ ତ ଜାଣିପାରୁନି। ଯଦି ଆପଣମାନେ ଜାଣିପାରୁଥିବେ ତାହେଲେ ମୋତେ କମେଣ୍ଟରେ ନିଶ୍ଚିତ ଜଣାଇବେ।